14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଅଧିନାୟକ। ଦକ୍ଷିଣ ଆଫ୍ରିକା ଗସ୍ତ ସହ ଆଇସିସି 2026 ପାଇଁ ଘୋଷଣା ହେଲା ଅଣ୍ଡର-19 ଟିମ୍। ତେବେ ସୂଚନା ଅନୁସାରେ ବିସିସିଆଇ ଜୁନିୟର କ୍ରିକେଟ କମିଟି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତର 19 ବର୍ଷରୁ କମ୍ ଦଳ ଘୋଷଣା କରିଛି। 19 ବର୍ଷରୁ କମ୍ ଦଳ ଦକ୍ଷିଣ ଆଫ୍ରିକାରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବ। ସିରିଜ୍ ପାଇଁ 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତି କରାଯାଇଛି। ଜୁନିୟର କ୍ରିକେଟ କମିଟି ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ 2026 ମସିହାର 19 ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ଦଳ ଚୟନ କରିଛି। ଆଇସିସି ପୁରୁଷ 19 ବର୍ଷରୁ କମ୍ ବିଶ୍ୱକପ୍ ଜାନୁଆରୀ 15ରୁ ଫେବୃଆରୀ 6, 2026 ପର୍ଯ୍ୟନ୍ତ ଜିମ୍ବାୱେରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଉଲ୍ଲେଖ କରିବା ଉଚିତ ଯେ ଆୟୁଷ ମାହାତ୍ରେ 2026 ମସିହାରେ 19 ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତର ଅଧିନାୟକ ହେବେ। ତଥାପି ସେ ଆହତ ହୋଇଛନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ସମୟ ଆବଶ୍ୟକ ହେବ। ତେଣୁ ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ବୈଭବଙ୍କ ପ୍ରଥମ ଥର ପାଇଁ ଅଧିନାୟକ। ଆୟୁଷ ମାହାତ୍ରେ ଏବଂ ବିହାନ ମାଲହୋତ୍ରାଙ୍କ ହାତ ଆଘାତ ଲାଗିଛି ଏବଂ ସେମାନେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବଞ୍ଚିତ ହେବେ। ଉଭୟ ଖେଳାଳି ସେମାନଙ୍କ ଆଘାତର ଅଧିକ ଚିକିତ୍ସା ପାଇଁ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଯୋଗଦେବେ ଏବଂ ଆଇସିସି ପୁରୁଷ 19 ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ଦଳରେ ଯୋଗଦେବେ। ବୈଭବ ସୂର୍ଯ୍ୟବଂଶୀଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ 3 ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଖେଳିବ। ପ୍ରଥମ ଦିନିକିଆ ଜାନୁଆରୀ 3, ଦ୍ୱିତୀୟ ଦିନିକିଆ ଜାନୁଆରୀ 5 ଏବଂ ତୃତୀୟ ଦିନିକିଆ 7ରେ ଖେଳାଯିବ। ସମସ୍ତ ମ୍ୟାଚ୍ ୱିଲମୋର ପାର୍କରେ ଖେଳାଯିବ।